ଆସନ୍ତୁ ବିଦ୍ୟାଦାତ୍ରୀ ସରସ୍ୱତୀ ପୂଜା ପାଇଁ ସୁନ୍ଦର ରଚନାଟିଏ ଏବଂ ସୁନ୍ଦର ବନ୍ଦନାଟିଏ ଲେଖିବା। ଉପକ୍ରମ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କୁ ପୂଜା କରାଯାଏ। ବିଦ୍ୟାଳୟ କଲେଜରେ ଏବଂ ଅନୁଷ୍ଠାନମାନଙ୍କରେ ଅତି ଆଡ଼ମ୍ବରରେ ଏହି ପୂଜା ପାଳନ କରାଯାଏ। ଶିଳ୍ପ ପ୍ରତିଷ୍ଠାନ ଓ ଘରେ ଘରେ ମଧ୍ୟ ଏହି ପୂଜା ପାଳନ କରାଯାଏ। ଏହି ପୂଜା ବସନ୍ତ ଋତୁରେ ପଡ଼ିଥାଏ, ତେଣୁ ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ସମଗ୍ର ଭାରତରେ ସହର ବଜାର ଠାରୁ ପୁରପଲ୍ଲୀରେ ମଧ୍ୟ ପାଳନ କରାଯାଏ। କିପରି ପାଳନ ହୁଏ? ପୂଜା ପୂର୍ବରୁ ଛାତ୍ରଛାତ୍ରୀମାନେ ପୂଜା ପାଇଁ ବସନ୍ତ ଆୟୋଜନ କରିଥାନ୍ତି। ପୂଜା ଗୃହ ଅନ୍ୟାନ୍ୟ ଶ୍ରେଣୀ ଗୃହକୁ ସୁନ୍ଦର ଭାବେ ସଜାଇଥାନ୍ତି। ଦେବୀଙ୍କୁ ବସାଇବା ପାଇଁ ଏକ ସୁସଜ୍ଜିତ ମେଢ଼ ତିଆରି ହୋଇଥାଏ। ପୂଜା ଦିନ ଛାତ୍ରଛାତ୍ରୀମାନେ ନୂଆ ବସ୍ତ୍ର ପରିଧାନ କରି ବିଦ୍ୟାଳୟକୁ ଆସିଥାନ୍ତି। ପୂଜା ସମୟରେ ପୁରୋହିତ ଆସି ପୂଜା ଆରମ୍ଭ କରନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଆଚାର୍ଯ୍ୟ ରୂପେ ବସି ପୂଜା କାର୍ଯ୍ୟ ସମ୍ପନ୍ନ କରନ୍ତି। ଦେବୀ ଶୁଭବସ୍ତ୍ର ଓ ପୁଷ୍ପମାଳାରେ ମଣ୍ଡିତ ହୋଇଥାନ୍ତି। ସରସ୍ୱତୀଙ୍କ ହୋମ ହେବା ସହ ଉଖୁଡ଼ା, କଦଳୀ ଓ ଫୁଲ ଫଳ ସହିତ ବିଭିନ୍ନ ନୈବେଦ୍ୟ ସମର୍ପିତ ହୋଇଥାଏ। ପୂଜା ଶେଷରେ ଦେବୀଙ୍କ ସ୍ତବ ଗାନ କରି ପୁଷ୍ପାଞ୍ଜଳି ସମର୍ପଣ କରାଯାଏ। କେତେକ ବିଦ୍ୟାଳୟମାନଙ୍କରେ ସେହି ଦିନ ଭୋଜିର ବ୍ୟବସ୍ଥା ହୋଇଥାଏ। ପୂଜା ପରଦିନ ସରସ୍ୱତୀ ଦେବୀ ମୂର୍ତ୍ତିକୁ ନିକଟସ୍ଥ ନଦୀ କିମ୍ବା ପୁଷ୍କରିଣୀରେ ବିସର୍ଜନ କରାଯାଏ। ଉପସଂହାର ବା ଶେଷ କଥା, ଦେବୀ ସରସ୍ୱତୀ ହେଉଛନ୍ତି ବିଦ୍ୟାଦାତ୍ରୀ ଓ ଜ୍ଞାନ ପ୍ରଦାୟିନୀ। ବୈଦିକ ଯୁଗରୁ ଭାରତବର୍ଷରେ ଦେବୀ ସରସ୍ୱତୀଙ୍କର ଆରାଧନା ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟା ଲାଭ ଅସମ୍ଭବ। ତେଣୁ ସକଳ କ୍ଷେତ୍ରରେ ସଫଳତା ପାଇଁ ଓ ବିଦ୍ୟା ଅର୍ଜନରେ ଯଶସ୍ୱୀ ହେବା ପାଇଁ ଛାତ୍ରଛାତ୍ରୀ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପାଦପଦ୍ମରେ ମନପ୍ରାଣ ଅର୍ପଣ କରିବା ଉଚିତ। ସରସ୍ୱତୀ ପୂଜା ଛାତ୍ରଛାତ୍ରୀଙ୍କ ହୃଦୟରେ ପବିତ୍ର ଭକ୍ତିଭାବ, ସହଯୋଗ ଓ ଏକତା ଭାବ ସୃଷ୍ଟି କରେ ଏବଂ ସମସ୍ତ ଛାତ୍ରଛାତ୍ରୀମାନେ ସରସ୍ୱତୀ ବନ୍ଦନା ଗାନ କରିବା ଉଚିତ। ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରାବୃତା, ଯା ବୀଣାମ୍ବରଦଣ୍ଡ ମଣ୍ଡିତା କରା, ଯା ଶ୍ଵେତ ପଦ୍ମାସନା, ଯା ବ୍ରହ୍ମାଚ୍ୟୁତ ଶଙ୍କର ପୃଥିବୀ ଦେବୈ ସଦା ବନ୍ଦିତା, सा मा पातु सरस्वती भगवती निशेष जड़ा